ଆମର ଭାରତର ଯୋଉ ଚା ଖଟି ଅଛି ଚା ଖଟିର ଲୋକମାନେ ଯାଇକି ଗୋଟେ ଦିଆସିଲି ଖୋଳ ଭଳିଆ ପାକିସ୍ତାନ ରାଜ୍ୟକୁ ବି ଚାହିଁଲେ ଧ୍ୱଂସ କରିଦେଇ ପାରିବେ। କିନ୍ତୁ ଯେହେତୁ ଭାରତ ଆମର ସାର୍ବଭୌମ ରାଷ୍ଟ୍ର ତେଣୁ ଶାନ୍ତିପୂର୍ଣ୍ଣ ରାଷ୍ଟ୍ର ସେ ଚାହେଁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ ହଉ। କିନ୍ତୁ ଶାନ୍ତିପୂର୍ଣ୍ଣ ଭାବରେ ଯେତେବେଳେ ସମାଧାନ ନ ହେଉଛି କରବା ଆମର ସେ ପଦକ୍ଷେପ ନିଆହେଇଛି ଅତ୍ୟନ୍ତ ସ୍ୱାଗତଯୋଗ୍ୟ ଏବଂ ପାକିସ୍ତାନକୁ ମୂଳପୁଛ କରିଦେବା ଦରକାର। ସିନ୍ଧୁ ହେଉଛି ଆମର ଭାରତ ବର୍ଷର ଗୋଟେ ପ୍ରତୀକ। ସ୍ତ୍ରୀ ମାନଙ୍କର ଇଏ ହେଉଛି ସବୁଟା ଗୋଟେ ଶୁଭ ଲକ୍ଷଣର ଗୁଣ। ତାକୁ ଯୋଉ ଲିଭେଇଛନ୍ତି ନିଶ୍ଚିନ୍ତ ଭାବରେ ପାକିସ୍ତାନଙ୍କ ଉପରେ ବଦଳା ନିଆଯିବ ଏବଂ ତାଙ୍କୁ ଶପଥ ଶିଖାଯିବ ଯେ ତମେ ଆମରି ରାଷ୍ଟ୍ରରେ ଜନ୍ମଗ୍ରହଣ କରି ତମକୁ ଗୋଟା ଦେଶର ମାନ୍ୟତା ଦେଲା ପରେ ତମ ଭଳିଆ ବେଇମାନି ଆଉ ପୃଥିବୀରେ କେହି ନାହାନ୍ତି। ସାରା ପୃଥିବୀ ବର୍ତ୍ତମାନ ଭାରତକୁ ସପୋର୍ଟ କରୁଛି। ନିଶ୍ଚିନ୍ତ ଭାବରେ ଏଇଥର ପାକିସ୍ତାନ ଧ୍ୱଂସ ହେବ। এটা তো বদলা কুহযাব না, এটা জস্ট নমুনা। পাকিস্তান জানি রহবা দরকার এটা ভারত বর্ষ। এ ভারত বর্ষ কোন করি পারিব সেটা পাকিস্তান কল্পনা भी করি পারিব নাই। আর নরেন্দ্র মোদি গোটে স্থির সরকার ଅଛି সে আগামী দিনে কোন করছে খালি পাকিস্তান অপেক্ষা করথাও তার স্বপ্নরে ভাবি নথিলা সে প্রকার ব্যবস্থা করা ହେବ সেମାନଙ୍କୁ। আতঙ্কবাদী না শুনিলে ସେମାନେ থরি ଯିବେ। ସେମାନଙ୍କୁ ପାନା ଦଉଛନ୍ତି ପାନା ଦେବା ଲୋକ ପଛ ଘୁଞ୍ଚା ଦେବ ସେ ଅବସ୍ଥା ସୃଷ୍ଟି ହେବ ଆଗାମୀ ଦିନରେ। ଭାରତ ଚୁଡ଼ି ପିନ୍ଧି ନାହିଁ ଗୋଲା ବାରୁଦ ମାହାଳିଆ ଆମେ ରଖିନୁ। ଆଗାମୀ ଦିନରେ ସବୁ ସେଠି ପାକିସ୍ତାନ ଯେତିକି ଆତଙ୍କବାଦୀ ସମସ୍ତଙ୍କ ଉପରେ ପଡିବ।